ରକ୍ତ ରଞ୍ଜିତ ମାଟି ମା ବକ୍ଷ ବୀର ପୁତ୍ର ଜନନୀର ଶତ୍ରୁ ରକ୍ତେ ଖେଳୁଥିଲେ ହୋଲି ବଳି ଦେଇ ନିଜ ଶିର। ଅତିରଞ୍ଜିତ ସୂର୍ଯ୍ୟ କିରଣର ତେଜିଆନ ଆଭା ଶାନ୍ତ ଶୀତଳ କାନ୍ତ କୋମଳ ପରିବେଶର ଅପୂର୍ବ ସମାଗମ ମୋ ମନରେ ଦେଶପ୍ରେମ ବହ୍ନି ପ୍ରଚଳନ କରୁଛି। ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ଆୟୋଜିତ ଏହି ସଭାରେ ଉପସ୍ଥିତ ଗୁରୁଜୀ ଗୁରୁମାବୃନ୍ଦ ଓ ଛୋଟ ବଡ଼ ଭାଇ ଭଉଣୀ ସମସ୍ତଙ୍କୁ ସାଦର ଅଭିନନ୍ଦନ। କିଛି ଲୋକ କଥା ଭେଟା ଭେଟି ରସଦ ମାଗତ ଦବନ ଆମେ କେହି କର ନାଇଦ ଆମର ଦାବି ଜଙ୍ଗଲ ଅଧିକାର ଭେଟା ଭେଟି ରସଦ ମାଗତ ସବୁ ହଟ ଆମେ କେହି କର ନାଇଦ। ଜଳ ଜଙ୍ଗଲ ଜମି ପାଇଁ ହକର ଲଢ଼େଇ ଲଢୁଥିବା ଆଦିବାସୀ ନେତାମାନେ ଦେଶ ମାତୃକାର ମୁକ୍ତି ପାଇଁ ବଳିଦାନ କରିଛନ୍ତି ନିଜର ଜୀବନ। ଗୁଣ୍ଡାପାଲିର ଦାମଦର କଳାହାଣ୍ଡିର ରିଣ୍ଡା ମାଝୀ ତେନ୍ତୁଳି ଖୁଣ୍ଟିର ଲକ୍ଷ୍ମଣ ନାୟକ ନିର୍ମଳ ମୁଣ୍ଡା ଧରଣୀଧର ନାୟକ ଚକରା ବିଷୋଇ ଆଦି ଅନେକ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଉଠାଇଥିଲେ ସଂଗ୍ରାମର ସ୍ୱର। ଅଲୁରି ସୀତାରାମ ରାଜୁଙ୍କୁ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କୁ ଆଦର୍ଶ ମନେ କରୁଥିବା ଲକ୍ଷ୍ମଣ ନାୟକ ମାଲକାନଗିରିର ଗାନ୍ଧୀ ରୂପେ ବେଶ ପରିଚିତ। 200 ଏକର ଜମିର ମାଲିକ ପଦଲାମ ଭୂମିଆଙ୍କ ପୁତ୍ର ଲକ୍ଷ୍ମଣ ଭୂମିଆଙ୍କ ଆତ୍ମା ଗରିବ ଆଦିବାସୀଙ୍କ ପାଇଁ ସାଜିଥିଲା ମୁକ୍ତିଦାତା। ପେଠି ଗୋତି ଗୋତେମ ପରି ଆଦିବାସୀ ନିୟମ ବିରୋଧରେ ଆରମ୍ଭ କରିଥିବା ଲଢ଼େଇ ତାଙ୍କ ପାଇଁ ଫାଶୀ ଦୌଡ଼ି ସାଜିଥିଲା। ସେ ପତ୍ନୀ ମଙ୍ଗଳୀକୁ କହୁଥିଲେ ମୁଁ ଦେଶ ପାଇଁ ସ୍ୱରାଜ ଆଣିବି। କୋୟା ବଣ୍ଡା ଗାଦବା ପରଜା ଭୂମିଆ ଆଦି ଜନଜାତି ପାଇଁ ସେ ଥିଲେ ମୁକ୍ତିଦାତା। ଗୋଟିଏ ଆହ୍ୱାନରେ ଶହ ଶହ ଲୋକ ରୁଣ୍ଡ ହେଉଥିଲେ ଲକ୍ଷ୍ମଣ ନାୟକ ଚତୁଃପାର୍ଶ୍ୱରେ। ମାତିଲ ଥାନା ଘେରାଉ ସମୟରେ ଅତ୍ୟାଚାରୀ ପୋଲିସ ତାଙ୍କ ନିଶରେ ନିଆଁ ଲଗାଇ ବର୍ବର ଭାବେ ଲାଠି ଚାଳନା କରିଥିଲେ। ଜି ରାମାୟଙ୍କ ମିଥ୍ୟା ମୃତ୍ୟୁ ଅଭିଯୋଗରେ ତାଙ୍କୁ 1943 ମସିହାରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଫାଶୀ ଖୁଣ୍ଟି ଆଗରେ ଛିଡ଼ା ହୋଇ କହିଥିଲେ ଯଦି ସୂର୍ଯ୍ୟଚନ୍ଦ୍ର ସତ୍ୟ ତେବେ ମୋ ମା ଦିନେ ନା ଦିନେ ନିଶ୍ଚୟ ସ୍ୱାଧୀନତା ପାଇବେ। ତାଙ୍କର ଦେହ ସିନା ବ୍ରହ୍ମପୁର ସର୍କୁଲାର ଜେଲରେ ଫାଶୀ ପାଇଲା କିନ୍ତୁ ତାଙ୍କ ଚେତନା ସାରା ଦେଶରେ ଖେଳାଇ ଦେଲା ନୂଆ ସମ୍ଭାବନା। 1947 ଅଗଷ୍ଟ 15 ତାରିଖରେ ଦେଶ ଦେଖିଲା ନୂଆ ସକାଳ ଏବଂ ସେ ହୋଇଗଲେ ଯୁବପିଢ଼ିଙ୍କ ପାଇଁ ଆଦର୍ଶ। ଭିଡ଼ିଓଟି ଭଲ ଲାଗିଥିବ ନିଶ୍ଚିତ ଭାବେ ଲାଇକ୍ କରନ୍ତୁ, ଅନ୍ୟ ସାଙ୍ଗସାଥୀମାନଙ୍କୁ ମଧ୍ୟ ସେୟାର କରନ୍ତୁ ଏବଂ ମୋର ଗ୍ୟାରେଣ୍ଟି କି ଆପଣମାନେ ଏହି ଭାଷଣ ଦେଇକି ପ୍ରଥମ ସ୍ଥାନ ନିଶ୍ଚିତ ଭାବେ ଗ୍ରହଣ କରିବେ। ଯଦି ଚ୍ୟାନେଲରେ ପ୍ରଥମ ଥର ଆସିଛନ୍ତି ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରନ୍ତୁ। ରହୁଛି ଆଗାମୀ ଭିଡ଼ିଓ ଦେଖା ଆପଣମାନଙ୍କୁ ସମସ୍ତଙ୍କୁ ଜୟ ଗୁରୁଦେବ ଜୟ ହିନ୍ଦ।